जीभ तालुकार লাগিব ଆମେ ଜାଣି ପାରିବା ସେଠି ତାଳବେଶ ବସେଇବା। ଆସନ୍ତୁ ଦନ୍ତେଶ। ଦନ୍ତେଶ କେମିତିକା ହବ ନା ଦାନ୍ତ ସହିତ ଜୁହାର ସମ୍ପର୍କ। ପୁଣି ଦାନ୍ତ କୋଉ ଦାନ୍ତ ଗୋଟେ ଉପର ପଟ ଅଛି ପୁଣି ତଳ ପଟ ଅଛି ତାକୁ ଜାଣିବାକୁ ପଡିବ। ଉପର ପଟେ ଲାଗିବା ଦରକାର ନା ନାଇଁ ଶବ୍ଦଟା କହିଲା ବେଳକୁ ସେତେବେଳେ ଦନ୍ତେଶ ହବ। ଆଉ ଯୋଉଠି ତାଳବେଶ ନାହିଁ ଦନ୍ତେଶ ତାଳବେଶ ନାହିଁ ଦନ୍ତେଶ ନାହିଁ ସେ ଜାଗାରେ ତ ମୂର୍ଧନେଶ ମୁଖକୁ ମୁଖ ଲାଗିବ। ମୁଖକୁ ମୁଖ ନ ଲଗେଇ ଆମେ ମୂର୍ଧନେଶ କହିପାରିବା ବାପା? ଇଏ ଟିକେ କଥା ତମେ କହିଲ ତାଳବେଶ ହଉଛି ଶ୍ମଶାନ ଯେଉଁଠାରେ ଶିବ ତ ହେଇଯାଉଛି ସେଇ କଥା ନା ଗୋଟେ ଥାକରେ ପକେଇଦେଲେ। ପୁଣି କହିଲେ ଦନ୍ତେଶ ହଉଛି ମାୟା। ମାୟା ଏଡି ଶୀଘ୍ର କଥା ମାୟା କଣ ରହ ବାପା ମାୟା ଆମେ କାହାକୁ କହିବା? ଆଇନା ତମେ ମାୟା ସମ୍ପର୍କରେ ବୁଝିନା ମାୟା କଣ? ବୃନ୍ଦାବନ ଆଜି ସିନା ଆମେ ଚାକଚକ୍ୟ ପରିବେଶରେ ଟିକେ ଉନ୍ନତି କରି ଯାଇଛେ ଆମେ ଟିକେ 50 ବର୍ଷ ତଳକୁ ଫେରି ଆସିବା। ସେତେବେଳେ ମା ମୋର ପୋଖରୀରୁ ପାଣି ଆଣୁଥିଲା ନା ନାଇଁ ପୋଖରୀ ପାଣି ଆଣି ନଦୀର ପାଣି ଆଣି ଆମେ ଭାତ ରାନ୍ଧୁଥିଲେ ମା ମୋ ରୋଷେଇ କରୁଥିଲେ। ମୁଁ କାହିଁକି ଏ କଥା କହୁଛି ମାୟା କଣ ଆପଣ ବୁଝନ୍ତୁ। କଥାଟି କଣ ନା ଗୋଟେ ମାଟି ଇଏ ପୋଖରୀରୁ ମାଠିଆଏ ପାଣି ଆଣିଲା। ହେ ପୁଅ ପାଣି ମାଠିଆଏ ଆଣି ଆସୁଛି ଆସିଲା ବେଳେ ସେଇ ପୋଖରୀରେ ମୋର ବାପା ମାନେ ଆପଣ ମାନେ ସ୍ନାନ ଶୌଚାଦି ହଉଛନ୍ତି ଆର ପଟ ତୀର୍ଥରେ ସେଇ ପୋଖରୀରୁ ମା ମୋର ମାଠିଆଏ ପାଣି ଆଣୁଛି ରୋଷେଇ କରିବ ବୋଲି। ବାପା ୟାରୁ ମୁଁ ତେଲ ଲଗେଇକି ଯାଉଛି ମୁଁ ଯାଇକି ସେ ପାଣି ମାଠିଆଟାକୁ ଟିକେ ଛୁଇଁଦେଲି। ମା କହିଲେ ହେ ଆରେ ତୁ ଏ କଣ କଲୁ? ତା ମାନେ ଆରେ କଣ ହେଲା କଣ କଣ ହେଇଗଲା କି ମାନେ ପଣ୍ଡିତ ଟିକେ ବିଚାର କରନ୍ତୁ କଥାଟା ହାଲୁକାରେ ଭାବିଲେ ହବନି। ଯୋଉ ପୋଖରୀରେ ମା ଆମର ସ୍ନାନ କରୁଥିଲେ ଯୋଉ ପୋଖରୀରେ ଆପଣ ମାନେ ସ୍ନାନ ଶୌଚାଦି କରୁଥିଲେ ସେଇ ପୋଖରୀର ଗୋଟାଏ